श्रवण करथिले तो हमको भगवान कर नाम को भिक्षा करिवार अछि आ भिक्षा करिया पय पात्र कोन थिला नम्रता एवं आत्मसम्मान को आमे पछरे पकई कि नम्र भावरे भगवान को हरि नाम को हम भिक्षा करियार अछि तो वास्तव रे तळे नाम रो आमे आश्रय करंती जहाँ हमर वांछित मनस्कामना थाए किंबा भगवान कृष्ण जो मनस्कामना या जहाँ प्रमिस करछन्ते भगवत गीता रे कि अन्य शास्त्र मानकरे से सबु एबे मिलेनी काहेकि ना आमे भगवान को ऊपर सेते आश्रय कर न थांती सेते नाम रो आश्रय को आमे बुझिबार दरकार आपातत भगवान कर नाम रो आश्रय माने नामाश्रय जतने करी ଯତ୍ନବାନ ହେଇକି ଆମେ ଭଗବାନଙ୍କର ନାମରେ ଆଶ୍ରୟ କରିପାରିବା ଆଉ ଏଇ ନାମ ର ଆଶ୍ରୟ କରିବା ପାଇଁ ଗୋଟେ ବାଧା ଅଛି କିଏ ସେ ବାଧା ନା ଅହଂକାର ତେଣୁ ଆମେ ଭକ୍ତି ଜୀବନକୁ ପଳେଇ ଆସନ୍ତି ବେଳେ ବେଳେ ଶୁଣନ୍ତି କି ବାହାର ଲୋକ ବହୁତ ଅହଂକାରୀ ଅଛନ୍ତି କିନ୍ତୁ ଆମେ ଭକ୍ତି ଜୀବନକୁ ଆସିଲା ପରେ ମଧ୍ୟ ଆମେ ଭାବନ୍ତି ମୁଁ କିନ୍ତୁ ଆମ ପଚରା ହବ ଆମେ କେମିତି ଭକ୍ତି କରୁଛୁ ନା ମୁଁ ଭକ୍ତି ଜୀବନରେ ବହୁତ ଭଲ ସେ ନାମ ଜପ କରୁଛି କିମ୍ବା ବହୁତ ଭଲ ସେ ଭକ୍ତିର ଭିନ୍ନ ଭିନ୍ନ ଅଙ୍ଗ ପାଳନ କରୁଛି ଆଉ ମୁଁ ମୋର ଆଗରୁ ମୁଁ ଭକ୍ତ ନଥିଲି ଏବେ ଭକ୍ତ ହେଇଗଲିଣି ତେଣୁ କହିବାର ଅର୍ଥ ହେଲା ଭକ୍ତି ଜୀବନରେ ମଧ୍ୟ ଆମର ଅହଂକାର ଟା ରହିଥାଏ କି ମୁଁ ନିଜ ସାମର୍ଥ୍ୟ ବଳରେ ଭକ୍ତି ମାଧ୍ୟମକୁ ଆସିଛି ଆଉ ଭକ୍ତି କରୁଛି ଆମେ ଅହଂକାର ଭଗବତ ଗୀତାରେ ଅଛି ନା କି ନିଜକୁ କର୍ତ୍ତା ବୋଲି ଆମେ ଭାବୁଛେ ଅହଂକାର ବିମୁଢ ଆତ୍ମା କର୍ତ୍ତା ମନ୍ୟତେ ଅର୍ଥାତ୍ ପୁରା ସାରା ବିଶ୍ଵ ବ୍ରହ୍ମାଣ୍ଡର କେନ୍ଦ୍ରବନ୍ଧୁ କିଏ ନା ମୁଁ ତ ଏଇ ଅହଂକାରକୁ ପୁଷ୍ଟି କରିବା ପାଇଁ ମୋର ଦୈନନ୍ଦିନର ଭକ୍ତିର ଯାହାବି ଦିନଚର୍ଯ୍ୟା ଅଛି ମୁଁ ତାକୁ ପାଳନ କରୁଛି ତ ୟା ଦ୍ଵାରା କୃଷ୍ଣ ତ କେବେ ମିଳିବେନି କାହିଁକି ନା ଆମେ ଦେଖିବା ଦରକାର ଭଗବାନଙ୍କର ଧାମ ରେ ଅନନ୍ତ କୋଟି ଜୀବ ମାନେ ଅଛନ୍ତି ଜୀବାତ୍ମା ମାନେ ଅଛନ୍ତି ଯିଏ ଭଗବାନଙ୍କର ସେବା କରୁଛନ୍ତି ଭଗବାନ ଆମକୁ କାହିଁ ଦରକାର କରିବେ କି ନାଇଁ ତମେ ଆସ ତମକୁ ଗୋଟେ ଇମ୍ପୋର୍ଟାଣ୍ଟ ସେବା ଦିଆହବ କେବେ ବି ମିଳିବନି ଆଉ ସେଠି ଆମର ନିତ୍ୟ ଶାଶ୍ଵତ ସ୍ଥିତି କଣ କି ଭଗବାନଙ୍କର ତୁଚ୍ଛ ସେବକ ଗୋଟେ ବାସ୍ତବରେ ଆମେ ଅହଂକାରରେ ବଶୀଭୂତ ହେଇଯାଇଛେ ଆଉ ଆମ ସହିତ ଏଇଟା କପଟତା ହଉଛି ଆମେ କିନ୍ତୁ ଜାଣିପାରୁନେ ଅହଂକାରରେ ବଶୀଭୂତ ହେଇଥିଲେ ଗୋଟେ ବ୍ୟକ୍ତି ଯଦି ଭୌତିକ ଆସକ୍ତିରେ ବଶୀଭୂତ ହେଇଥିଲେ ଗୋଟେ ବ୍ୟକ୍ତି କୌଣସି କାର୍ଯ୍ୟକୁ ସଠିକ ରୂପେ କରିପାରେନି ଅହଂକାରରେ ମଧ୍ୟ ବସ୍ତିଭୂତ ହୋଇଥିଲେ ବୋଧେ ବ୍ୟକ୍ତି ଠିକ ଭୁଲର ବିଚାର ନଥାଏ ଆଉ ସମର୍ପଣ ଭାବ ଅହଂକାରକୁ ନଷ୍ଟ କରେ ସମର୍ପଣ ଭାବ ଅହଙ୍କାରକୁ ନଷ୍ଟ କରେ ଆଉ ଏ ଅହଂକାର ମାଧ୍ୟମରେ ଅହଂକାର ନଷ୍ଟ ହେବା ମାଧ୍ୟମରେ ଜଣେ ଭଗବାନଙ୍କର ଶକ୍ତିରେ ଆବିଷ୍ଟ ହେଇଥାଏ ପ୍ରଭୁପା ସତ୍ୟ ଆବେଶ ଅବତାର କାହିଁକି ନା ଭଗବାନ କୃଷ୍ଣଙ୍କର ଜଣେ ତୁଚ୍ଛ ସେବକ ତ ସେମିତି ଅହଂକାର ନଷ୍ଟ ହେବା କ୍ଷଣି ଜଣଙ୍କ ପାଖରେ ଭଗବାନଙ୍କର ଏଇ ସଞ୍ଜୀବନୀ ଶକ୍ତି ପ୍ରାପ୍ତ ହୁଏ ଯାହା ମାଧ୍ୟମରେ ସେ ନିଜ ହୃଦୟରେ କୃଷ୍ଣ ଚେତନାଶଳକୁ ଜାଗ୍ରତ କରିପାରିବ ତେଣୁ ଭକ୍ତ ମାନ ଜାଣନ୍ତି କି ତାଙ୍କ ଜୀବନରେ ଯାହାବି ଆଧ୍ୟାତ୍ମିକ ଉପଲବ୍ଧି ଅଛି ତ ସେ ସବୁ ଭଗବାନଙ୍କର କୃପାରୁ ଆମକୁ ମିଳିଛି ଲାଷ୍ଟ ସେସନରେ ବି କହୁଥିଲେ ଗ୍ରେସଫୁଲ ରିଭଲ୍ୟୁସନ ଇନ ଦ ହାର୍ଟ ଅଫ ଏ ପିଓର ଡିଭୋଟି ତେଣୁ ସେଥିପାଇଁ ଭକ୍ତ ମାନଙ୍କୁ ଯେତେବେଳେ କିଛି ଆଧ୍ୟାତ୍ମିକ ପ୍ରଗତି କିଛି ଅନୁଭବ ପ୍ରାପ୍ତ ହୁଏ ତ ସେମାନେ ଜାଣନ୍ତି କି ଏଇଟା ତାଙ୍କ ପ୍ରତି ଗୋଟେ ଉପହାର ଆଉ ସବୁଠୁ ଇମ୍ପୋର୍ଟାଣ୍ଟ ଜିନିଷ ହେଲା ସେଥିରେ ବି ସେମାନେ ଗର୍ବ ଅନୁଭବ କରନ୍ତିନି ସେମାନେ କଣ କରନ୍ତି ତାକୁ ମହାତ୍ମା ମାନଙ୍କର ୟାପରେ ଗୁରୁ କୃଷ୍ଣଙ୍କର ସେବାରେ ପୁନଃ ନିୟୋଜିତ କରନ୍ତି ଏଇଟା ବହୁତ ସୂକ୍ଷ୍ମ ବିଚାର ଆମ ସମସ୍ତଙ୍କ ପାଇଁ ଯେତେବେଳେ ଭଗବାନ ଅର୍ଜୁନଙ୍କୁ କହିଲେ ନିମିତ୍ତ ମାତ୍ର ଭବସଭ୍ୟ ସାଚୀ ତ ସେଇ ସ୍ଥାନରେ ପ୍ରଭୁପାତ ଭାବାର୍ଥରେ ଲେଖୁଛନ୍ତି ଜଣକୁ ଜଣେ ସଚେତ ଆଉ ତତ୍ପର ସେବକ ହବା ଦରକାର ତାହେଲେ ଆମେ ନାମର ଆଶ୍ରୟ କୃଷ୍ଣଙ୍କର ଆଶ୍ରୟ ଗୁରୁଙ୍କର ଆଶ୍ରୟ କରିପାରିବା ତ ସଚେତ ଆଉ ତତ୍ପର ସେବକ ହବା ପାଇଁ ଆମେ ଭଗବାନଙ୍କର ନାମକୁ ହରିନାମକୁ ଆମେ ପ୍ରାର୍ଥନା କରିବା ଦରକାର ସଚେତ ମାନେ ଆଲର୍ଟ ସବୁ ସମୟରେ ଆଲର୍ଟ ହବା ଦରକାର ତତ୍ପର ମାନେ ଏନ୍ତୁଜିଆଜି ଆମ ପାଖରେ ରହିବା ଦରକାର ପ୍ରତ୍ୟେକ ମୁହୂର୍ତ୍ତରେ ଆମେ କୃଷ୍ଣଙ୍କ ପ୍ରତି ସବୁ କିଛି କୃଷ୍ଣାଇଜ ପ୍ରଭୁପା ଲେଖିଲେ କି କୃଷ୍ଣାଇଜ କୃଷ୍ଣ କନସିୟସ ମାନେ କୃଷ୍ଣ ଭାବନା ତ ପ୍ରତ୍ୟେକ ସମୟରେ ଯାହାବି କାର୍ଯ୍ୟ କରୁଛେ ତାର ପଛପଟେ ପ୍ରଛଦ ପଟେ ଯୋଉ ଭାବନା ଅଛି ତ ଭଗବାନଙ୍କୁ ଅର୍ପିତ ହେଇଥିବା ଦରକାର ତ ଆସନ୍ତୁ ଆମେ ସମସ୍ତେ ମିଶିକି ଭଗବାନଙ୍କର ଏଇ ହରିନାମଙ୍କର ଆଶ୍ରୟ ନବା ଏଇ ମନୋଭାବ ରଖିକି କି ଆଜି ମୋର ଅହଂକାର ମତେ ବାଧାପ୍ରାପ୍ତ ହେଇଛି ଅହଂକାର ଦ୍ଵାରା ମୁଁ ଆଜିଠୁ ମୁଁ ଆତ୍ମସମର୍ପଣ କରିବି ଆଉ ଭଗବାନଙ୍କର ନାମର ଆଶ୍ରୟ ନେବି ଆଉ ଭଗବାନଙ୍କର ସେବାରେ ଜଣେ ତୁଛକ ସେବକ ରୂପରେ ଉପସ୍ଥିତ ହେବି ଶ୍ରୀ ଶ୍ରୀ ହରିନାମ ପ୍ରଭୁ କି ଜୟ ଜଗତ ଗୁରୁ ଶିଲ ପ୍ରଭୁପାଦ କି ଜୟ ବୈଷ୍ଣବ ପ୍ରଣାମ ମନ୍ତ୍ର ବୈଷ୍ଣବ ମାନେ
वैष्णव मने वंशा कृपतर सदृश क्षमाशील दयार सागर एवं पतित जीवंकर उद्धार करी दैनंदिन जीवन में ज्ञात व आज्ञा सर जदि कौन साधु गुरु वैष्णव निकट में अपराध होता है ताले प्रातः मुहूर्त से चरण कमल क्षमा प्रार्थना मांगी नेवा उचित। वंशा कल्पतरुर्भ्यश्च कृपा सिन्धुभ्येव च पतितानां पावनेभ्यो वैष्णवेभ्यो नमो नमः। अनंत कोटि वैष्णव भक्तवृंद की जय। नामाचार श्री हरिदास ठाकुर की जय। वैष्णव ठाकुर श्रील प्रभुपाद की जय। हरे कृष्ण। समस्त ध्यान पूर्वक जप करंतु, प्रॉपर्ली बसंतु, बसिकी जप जमती करी सीधा है कि बसिबो अंटा सीधा कर बसिबो जपमाला को एटलिस्ट ଟିକେ ଅପରେସନ ଉଠେଇକି ଧରିକି ଜପ କରିବନି, ଶୋଇ ପଡିବନି। ये वीडियो ऑफ करो ना, वीडियो ऑन करके जप कर। नमो विष्णु पदाय कृष्ण पृष्ठाय भूतले श्रीमते लोकनाथ स्वामी नाम नमो विष्णु पदाय कृष्ण पृष्ठाय भूतले श्रीमते भक्ति वेदांत स्वामी नाम नमस्ते सारस्वती देव गौरवाणी विचार्य निर्विशेष शून्यवाद पाश्चात्य देशतारिणे श्री कृष्ण चैतन्य प्रभु नित्यानंद श्री अद्वैत गदाधर श्री गौर भक्तवृंद। हरे कृष्ण 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 हरे 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 राम 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 हरे 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 कृष्ण 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 हरे 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 राम 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 हरे 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 कृष्ण 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 हरे हरे हरे